ଯେଉଁ ପିଲାମାନେ ବି 2024 ସିଟି ଏକ୍ଜାମ୍ ଦେବ ତ ଦେଖ କିଛି ଏମିତିକା କ୍ୱେଶ୍ଚନ୍ ପଡ଼େ ଆଉ ଆମେ ଡେଲି କ୍ୱେଶ୍ଚନ୍ ଆଣେ ଯେଉଁଟାକି ଆମର ଯେଉଁ ପିଲାମାନେ ବି ଡେଲି ଦେଖୁଛନ୍ତି ତ ତୁମେମାନେ 2024 ସିଟି ଏକ୍ଜାମ୍ କ୍ରାକ୍ କରିବ ସୁନିଶ୍ଚିତ। ତ ଦେଖ ପିଲାମାନେ ଆଜି 1 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି ନା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ତ ସମସ୍ତେ ଜାଣିଥିବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ହରକୃଷ୍ଣ ମହାତାବ, ଯେଉଁଟାକି ଅପସନ୍ ବି ସଠିକ୍ ଆନ୍ସାର। ସେମିତି 2 ନମ୍ବର କ୍ୱେଶ୍ଚନ୍ ଦେଖ, ଚିଲିକା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ? ଚିଲିକା ହ୍ରଦ ପୁରୀ ଜିଲ୍ଲାରେ ଅବସ୍ଥିତ। ସମସ୍ତେ ଜାଣିଛ ସିମ୍ପଲ୍ କ୍ୱେଶ୍ଚନ୍। ତ ସିଟି ଏକ୍ଜାମ୍ରେ ଏଇଭଳି କ୍ୱେଶ୍ଚନ୍ ହିଁ ପଡ଼େ, ବେଶୀ କଷ୍ଟକର କ୍ୱେଶ୍ଚନ୍ ପଡ଼େ ନାହିଁ। ଯେତେ ସବୁ ବେସିକ୍ କ୍ୱେଶ୍ଚନ୍ ସେଇଗୁଡ଼ା ହିଁ ପଡ଼େ, ଆଉ ପିଲାମାନେ ବେସିକ୍ କ୍ୱେଶ୍ଚନ୍ ପଢ଼ନ୍ତିନି, କଷ୍ଟ କ୍ୱେଶ୍ଚନ୍ ପଢ଼ିଥାନ୍ତି, ଯାହାଫଳରେ ସିଟି ଏକ୍ଜାମ୍ କ୍ରାକ୍ କରିପାରନ୍ତି ନାହିଁ। ତ ଆମ ଚ୍ୟାନେଲ୍କୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆଉ ଏଇ କ୍ୱେଶ୍ଚନ୍ ଗୁଡ଼ିକ ତୁମେ ଟେଲିଗ୍ରାମରେ ଯାଇ ପାଇପାରିବ। ଟେଲିଗ୍ରାମରେ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଦେଇଦେବି। 3 ନମ୍ବର କ୍ୱେଶ୍ଚନ୍ ଦେଖ ପିଲାମାନେ କ'ଣ କହିଛି। 3 ନମ୍ବର କ୍ୱେଶ୍ଚନ୍ କହିଛି ଭାରତର ଜାତୀୟ ଗୀତ କ'ଣ? ସମସ୍ତେ ଜାଣିଥିବ ଭାରତର ଜାତୀୟ ଗୀତ ହେଉଛି ବନ୍ଦେ ମାତରମ୍। 4 ନମ୍ବର ଦେଖ କ'ଣ କହିଛି କ୍ୱେଶ୍ଚନ୍, ସୂର୍ଯ୍ୟର ଆଲୋକ ପୃଥିବୀକୁ ପହଞ୍ଚିବାକୁ କେତେ ସମୟ ଲାଗେ? ତ ସମସ୍ତେ ଜାଣିନଥିବ ପ୍ରାୟ ଅଧିକାଂଶ ପିଲା, ତ 8 ମିନିଟ୍ 20 ସେକେଣ୍ଡ ଲାଗେ। ଅପସନ୍ ଏ ସଠିକ୍ ଆନ୍ସାର। 5 ନମ୍ବର ଦେଖ, 5 ନମ୍ବର କହିଛି ଭାରତର ଜାତୀୟ ନଦୀ କେଉଁଟି? ଭାରତର ଜାତୀୟ ନଦୀ ହେଉଛି ଗଙ୍ଗା। ଅପସନ୍ ସି। ସେମିତି 6 ନମ୍ବର ଦେଖ କ'ଣ କହିଛି, ଓଡ଼ିଶାର ରାଜ୍ୟ ପକ୍ଷୀ କିଏ? ଓଡ଼ିଶାର ରାଜ୍ୟ ପକ୍ଷୀ ସମସ୍ତେ ଜାଣିଥିବ ଇଣ୍ଡିଆ ରୁଲର ନୀଳକଣ୍ଠ, ଯେଉଁଟାକି। ସେମିତି ଦେଖ 7 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। 7 ନମ୍ବର କ୍ୱେଶ୍ଚନ୍ କହିଛି ପାଣି କେଉଁ ତାପମାତ୍ରାରେ ଫୁଟେ? କେଉଁ ତାପମାତ୍ରାରେ? ନା 100 ଡିଗ୍ରୀ ସେଲସିୟସ୍, ଯେଉଁଟାକି 100 ଡିଗ୍ରୀ ସି। ଏହି ତାପମାତ୍ରାରେ ପାଣିର ତାପମାତ୍ରା ଫୁଟେ। ତ ସେମିତି 8 ନମ୍ବର ଦେଖ କ'ଣ କହିଛି। 8 ନମ୍ବର କହିଛି ଉତ୍କଳ ଗୌରବ କାହାକୁ କୁହାଯାଏ? ଉତ୍କଳ ଗୌରବ ସମସ୍ତେ ଜାଣିଥିବ ମଧୁସୂଦନ ଦାସକୁ ହିଁ କୁହାଯାଏ ଉତ୍କଳ ଗୌରବ। ତ ପିଲାମାନେ ଏମିତି ଏକାର କ୍ୱେଶ୍ଚନ୍ ହିଁ ସିଟି ଏକ୍ଜାମ୍ରେ ପଡ଼େ, ବେଶୀ କଷ୍ଟକର କ୍ୱେଶ୍ଚନ୍ ପଡ଼େ ନାହିଁ, ସବୁଠୁ ବେସିକ୍ ଜିନିଷ ହିଁ ପଡ଼େ। ପିଲାମାନେ ବେସିକ୍ ଜିନିଷ ପଢ଼ନ୍ତି ନାହିଁ, ଟେଷ୍ଟ ପେପର୍ କିଣି ଆଣନ୍ତି, ଟେଷ୍ଟ ପେପର୍ ପଢ଼ି ଦିଅନ୍ତି, କିନ୍ତୁ ଟେଷ୍ଟ ପେପର୍ରେ ବେସିକ୍ ଜିନିଷ ନଥାଏ, ଯେତେ ସବୁ କଷ୍ଟକର ଥାଏ। କାହିଁକିନା ବେସିକ୍ ଜିନିଷ ତୁମେ ଜାଣିଲେ ହିଁ ସିଟି ଏକ୍ଜାମ୍ କ୍ରାକ୍ କରିପାରିବ। ଆଉ ଆମ ଚ୍ୟାନେଲ୍ରେ ଯିଏ ଜଡ଼ିତ ହୋଇଅଛି, ସବସ୍କ୍ରାଇବ୍ କରି ରଖିଛି, ଡେଲି ଭିଡ଼ିଓ ଦେଖୁଛି, ତ ତୁମେ 2024ରେ ସିଟି ଏକ୍ଜାମ୍ ନିହାତି କ୍ରାକ୍ କରିବ। ତ 9 ନମ୍ବର ଦେଖ କ'ଣ କହିଛି, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ? ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି, ୟାର ସଠିକ୍ ଆନ୍ସାର ହେଉଛି ଅପସନ୍ ସି ଇନ୍ଦିରା ଗାନ୍ଧୀ। 10 ନମ୍ବର ଦେଖ, ମହାନଦୀ କେଉଁ ରାଜ୍ୟରୁ ଉତ୍ପନ୍ନ ହୁଏ? ମହାନଦୀଟା ମାନେ କେଉଁ ଜାଗାରୁ ଉତ୍ପନ୍ନ ହେଉଛି? ତ ସେଇଟାକୁ କୁହାଯାଉଛି କେଉଁ ରାଜ୍ୟରୁ ଆରମ୍ଭ ହେଇଛି? ତ ୟାର ସଠିକ୍ ଆନ୍ସାର ହେବ ଅପସନ୍ ବି ଛତିଶଗଡ଼। 11 ନମ୍ବର ଦେଖ ପିଲାମାନେ, 11 ନମ୍ବର ସେମିତି କହିଛି ଓଡ଼ିଆ ଭାଷାକୁ କେବେ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଥିଲା? ଓଡ଼ିଆ ଭାଷାକୁ କେବେ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ମିଳିଥିଲା? କେବେ? ନା 2014 ମସିହାରେ। 12 ନମ୍ବର ଦେଖ ପିଲାମାନେ କ'ଣ କହିଛି, ମାନବ ଶରୀରରେ କେତୋଟି ହାଡ଼ ଥାଏ? ମାନବ ଶରୀରରେ ସମସ୍ତେ ଜାଣିଥିବ ସିମ୍ପଲ୍ କ୍ୱେଶ୍ଚନ୍, ସାନବେଳୁ ପଢ଼ି ଆସିଛ, 206ଟି ହାଡ଼ ଅଛି, ଯେଉଁଟାକି ଅପସନ୍ ବି ସଠିକ୍ ଆନ୍ସାର। 13 ନମ୍ବର କ୍ୱେଶ୍ଚନ୍ ପିଲାମାନେ ଦେଖ, 13 ନମ୍ବର କ୍ୱେଶ୍ଚନ୍ ହେଉଛି ଭାରତର ସ୍ୱାଧୀନତା ଦିବସ କେବେ? ସମସ୍ତେ ଜାଣିଥିବ, ସାଧା କ୍ୱେଶ୍ଚନ୍, ତୁମେ ସାନବେଳୁ ଏଗୁଡ଼ା ପଢ଼ି ଆସୁଛ। 13 ନମ୍ବରର ସଠିକ୍ ଆନ୍ସାର ହେବ ଅପସନ୍ ବି 15 ଅଗଷ୍ଟରେ ସ୍ୱାଧୀନ ଦିବସ। ଭାରତର ସ୍ୱାଧୀନ ଦିବସ ହେଉଛି 15 ଅଗଷ୍ଟ। ସେମିତି ଦେଖ ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି। 14 ନମ୍ବର, କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅଛି? କେଉଁ ଜିଲ୍ଲାରେ ଅଛି? ସମସ୍ତେ ଜାଣିଥିବ, ସାଧା କ୍ୱେଶ୍ଚନ୍, ପୁରୀ ଜିଲ୍ଲାରେ କୋଣାର୍କ ମନ୍ଦିରଟିଏ ଅଛି। ଲାଷ୍ଟ କ୍ୱେଶ୍ଚନ୍ ଦେଖ, ଭାରତର ସମ୍ବିଧାନର ପିତା କିଏ? ସମସ୍ତେ ଜାଣିଥିବ, ସାନବେଳୁ ପଢ଼ି ଆସିଛ, ପୁରା ବେସିକ୍ ସିମ୍ପଲ୍ କ୍ୱେଶ୍ଚନ୍, ଯେଉଁଟାକି ଡକ୍ଟର ବି ଆର୍ ଆମ୍ବେଦକର ଭାରତର ସମ୍ବିଧାନର ପିତା। ଅପସନ୍ ବି। ତ ଏମିତିକା ରେଗୁଲାର କ୍ୱେଶ୍ଚନ୍ ଆସୁଥିବ, ଯାହାଫଳରେ ତୁମେ ସିଟି ଏକ୍ଜାମ୍ କ୍ରାକ୍ କରିପାରିବ।
ଆଉ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆଉ ଯଦି ବି କିଛି ଡାଉଟ୍ ଅଛି ତାହେଲେ କମେଣ୍ଟରେ ଜଣାଇ ପାରିବ, ଆମେ ସବୁ କ୍ଲିୟର୍ କରିବୁ। ଆଉ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଉ, ଏଇ PDF ଗୁଡ଼ିକ ମୁଁ ସେଇଠି ଦେଇଦେବି, ଡାଉନଲୋଡ଼୍ କରିକି ତୁମେମାନେ ପ୍ରାକ୍ଟିସ୍ କରିବ।